या कुन्देन्दुतुषारहारधवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवैः सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ମୁଁ ସୁଶ୍ରୀ ଅମ୍ବାକୁ ଅନୁରୋଧ କରୁଛି ସେ ତାଙ୍କ ଭିଡିଓଟି ଅନ୍ କରି ଗୋଟେ ପ୍ରାର୍ଥନା ଗାଇବେ। ସୁଶ୍ରୀ ଅମ୍ବା ତୁମ ରୂପ ଲାଗି ହେଉଛି ବ୍ୟାକୁଳ ତୁମ ରୂପ ଲାଗି ହେଉଛି ବ୍ୟାକୁଳ ଏ ଆଖି ଦେଖିବା ପାଇଁ ଏ ଆଖି ଦେଖିବା ପାଇଁ ତୁମରି ଆଶିଷ ମଥା ପରେ ମୋର ତୁମରି ଆଶିଷ ମଥା ପରେ ମୋର କାଳେ କାଳେ ଅଛି ରହି କାଳେ କାଳେ ଅଛି ରହି ତୁମ ରୂପ ଲାଗି ହେଉଛି ବ୍ୟାକୁଳ ତୁମ ରୂପ ଲାଗି ହେଉଛି ବ୍ୟାକୁଳ ଏ ଆଖି ଦେଖିବା ପାଇଁ ଏ ଆଖି ଦେଖିବା ପାଇଁ ତୁମ ପାଇଁ ମୋର ସବୁ ଜଣା ତୁମ ବିନା ତେଣୁ ସବୁ ଅକାରଣ ତୁମ ପାଇଁ ମୋର ସବୁ ଜଣା ତୁମ ବିନା ତେଣୁ ସବୁ ଅକାରଣ ତୁମ ସେବା ପାଇଁ ଆସିଛି ମୁଁ ଧାଇ ତୁମ ସେବା ପାଇଁ ଆସିଛି ମୁଁ ଧାଇ ସେଇ ସୌଭାଗ୍ୟ ନେଇ ସେଇ ସୌଭାଗ୍ୟ ନେଇ ତୁମ ରୂପ ଲାଗି ହେଉଛି ବ୍ୟାକୁଳ ତୁମ ରୂପ ଲାଗି ହେଉଛି ବ୍ୟାକୁଳ ଏ ଆଖି ଦେଖିବା ପାଇଁ ଏ ଆଖି ଦେଖିବା ପାଇଁ ଜାଣି ନାହିଁ ମୋର କିଏ ନିଜ ପର ଜାଣି ନାହିଁ ମୋର ଘର କି ବାହାର ଜାଣି ନାହିଁ ମୋର କିଏ ନିଜ ପର ଜାଣି ନାହିଁ ମୋର ଘର କି ବାହାର ତୁମ କରୁଣାର ପରଶ ପାଇକି ତୁମ କରୁଣାର ପରଶ ପାଇକି ଏ ଜୀବନ ଅଛି ପାଇ ଏ ଜୀବନ ଅଛି ପାଇ ତୁମ ରୂପ ଲାଗି ହେଉଛି ବ୍ୟାକୁଳ ତୁମ ରୂପ ଲାଗି ହେଉଛି ବ୍ୟାକୁଳ ଏ ଆଖି ଦେଖିବା ପାଇଁ
ଏ ଆଖି ଦେଖିବା ପାଇଁ ତୁମରି ଆଶିଷ ମଥା ପରେ ମୋର, ତୁମରି ଆଶିଷ ମଥା ପରେ ମୋର, କାଳେ କାଳେ ଅଛି ରହି, କାଳେ କାଳେ ଅଛି ରହି, କାଳେ କାଳେ ଅଛି ରହି, କାଳେ କାଳେ ଅଛି ରହି। ଯେ ଆମ ଶରୀରର ଯୋଉ ଅସୁସ୍ଥତା ତାକୁ ନେଇ ପ୍ରଶ୍ନ। ଅସୁସ୍ଥତା ଗୁଡିକୁ ଆମେ କଣ ଯୋଗ ସାଧନାରେ ଗୋଟିଏ ପରୀକ୍ଷା ବୋଲି କହିବା କି? ଆଉ ଥରେ ପ୍ରଶ୍ନଟି, ଅସୁସ୍ଥତା ଗୁଡିକୁ ଆମେ କଣ ଯୋଗ ସାଧନାରେ ଗୋଟିଏ ଗୋଟିଏ ପରୀକ୍ଷା ବୋଲି କହିବା? ପ୍ରଶ୍ନ କରାଯାଇଛି ଯେ ଅସୁସ୍ଥତା ଆମ ଯୋଗ ସାଧନାରେ ଗୋଟେ ପରୀକ୍ଷା କି? ସୁଶ୍ରୀବା କହୁଛନ୍ତି ହଁ। ତା ସହିତ ମୁଁ ଆଉ ଗୋଟେ ପ୍ରଶ୍ନ ବି ଆଡ୍ କରିଦଉଛି, ଆମେ ଯୋଗ ସାଧନାରେ କଣ ଏଇଟା ଭଗବାନ ଆମକୁ ପରୀକ୍ଷା କରିବା ପାଇଁ ଦେଇଥାନ୍ତି କି? ଭଗବାନ କାହିଁ ଚାହିଁବେ ଆମେ ଅସୁସ୍ଥ ହଉ? ଆମ ନିଜର କିଛି ଭୁଲ ପାଇଁ ଆମେ ଅସୁସ୍ଥ ହଉ। କୁହନ୍ତୁ। ଭଗବାନ ଚାହାନ୍ତିନି ଆମେ ଅସୁସ୍ଥ ହଉ ବୋଲି। ତାପରେ ଆମ ନିଜର କିଛି ପାଇଁ ଆମେ ଅସୁସ୍ଥ ହଉ। ଧର ମୋ ପେଟ ଖରାପ ଅଛି, ମୋର ଦହିବରା ଖାଇବା ଠିକ ନୁହଁ, କିନ୍ତୁ ମୁଁ ଦହିବରା ଯଦି ଖାଇବି ଜାଣି ଶୁଣି, ଯେ ମୋ ପାଇଁ ଯୋଉଟା ଠିକ ନୁହେଁ, ମୁଁ ସେଇଟା କଲେ ମୋ ଦେହ ପୁଣି ଅସୁସ୍ଥ ହବ, ତ ଏଇଟା କଣ ଭଗବାନ ଚାହିଁଥିଲେ ମୁଁ ଅସୁସ୍ଥ ହେବି ବୋଲି? ମୋ ନିଜ ଭୁଲ ପାଇଁ ମୁଁ ଅସୁସ୍ଥ ହେଲି। ତ ଅସୁସ୍ଥ ହେଲେ ଅସୁସ୍ଥତା ଭିତରେ ଭଗବାନଙ୍କୁ ଆମେ ଯେତେବେଳେ ହବା ଅସୁସ୍ଥ, ତାପରେ ଭଗବାନଙ୍କୁ ଆମେ ସୁସ୍ଥ କରିଦିଅନ୍ତୁ ଶୀଘ୍ର, ଯାହାଦ୍ୱାରା ଆମେ ଆମ କାମକୁ ଠିକ ଭାବରେ କରିପାରିବା। ମା ଉତ୍ତର ଦେଉଛନ୍ତି, ପରୀକ୍ଷା ଆଦୌ ନୁହେଁ। ତୁମେ କଣ ଭାବୁଛ ଯେ ତୁମେ ଅଗ୍ରଗତି କରିପାରିବ ବୋଲି କେହି ଜାଣି ଶୁଣି ତୁମ ଲାଗି ଏକ ଅସୁସ୍ଥତା ଆଣି ଦେଇଯାଏ? ଏକଥା ସେପରି ମୋଟେ ନୁହେଁ। ଅର୍ଥାତ୍ ତୁମେ ବିଷୟଟିକୁ ବୁଲାଇ ଦେଇ ହୁଏତ ଏକଥା ମଧ୍ୟ କହିପାରିବ ଯେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଅଭିପ୍ସା ଏତେ ବେଶୀ ସତତ ଓ ଯେଉଁମାନଙ୍କର ସଦିଚ୍ଛା ଏତେ ବେଶୀ ସମଗ୍ର ହୋଇ ରହିଥାଏ ଯେ ସେମାନଙ୍କର ଜୀବନରେ ଯାହା କିଛି ଘଟିଲେ ମଧ୍ୟ ସେମାନେ ତାହାକୁ ନିଜର ପ୍ରଗତି ପଥରେ ଏକ ପରୀକ୍ଷା ପରି ଗ୍ରହଣ କରନ୍ତି। ଅପା ଯୋଉ ଉତ୍ତର ଦେଲେ, ଏଠି ସେ ଉତ୍ତରଟି ତ ଆଲୋଚନା କରିବା। ସାଧାରଣତଃ ଆମର ଅଜ୍ଞାନତା ଏବଂ ଆମର ଅନ୍ଧକାର ଭିତରେ ବା ଅନ୍ଧକାର ପ୍ରତି ରହିଥିବା ଆସକ୍ତି ଯୋଗୁ, ଅଜ୍ଞାନତା ଅନ୍ଧକାର ପ୍ରତି ରହିଥିବା ଆସକ୍ତି ଯୋଗୁ, ଆମର ପ୍ରବୃତ୍ତିରେ ରୂପାନ୍ତର ପାଇଁ ପ୍ରସ୍ତୁତିର ଅଭାବ ଯୋଗୁ ଆମେ ବେଳେ ବେଳେ ଯୋଉ କାର୍ଯ୍ୟ କରୁ ତା ଯୋଗୁ ଅସୁସ୍ଥତା ଆସେ, ଏବଂ ସେଇ ଅସୁସ୍ଥତା ମଧ୍ୟରେ ଆମେ ଅଗ୍ରଗତି କରିବା ପାଇଁ ଯଦି ଖୋରାକ ଯୋଗେଇ ନେବା ବା ଅଗ୍ରଗତି କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବା, ଅବା ଯେମିତି ବହୁତ ସୁନ୍ଦର ଭାବରେ କହିଲେ ଯେ ତାକୁ ଆମେ ବ୍ୟବହାର କରିବା ଏକ ପାବଚ୍ଛ ରୂପେ, ମାଙ୍କୁ ଆହ୍ୱାନ କରିବା, ମାଙ୍କ ପାଖରେ ଅର୍ପଣ କରିବା, ନିଜକୁ ପ୍ରସ୍ତୁତ କରିବା। ମା ଏଇଠି ସୁନ୍ଦର ଭାବରେ ଆମକୁ କହିଛନ୍ତି ଯେ ଯୋଉମାନଙ୍କର ଯଦି ଆଉ କହୁଛନ୍ତି, ଆଉ ଗୋଟେ ଦୃଷ୍ଟିକୋଣରୁ ଦେଖନ୍ତୁ ଆପଣ, ଯେ ଯେଉଁମାନଙ୍କର ଅଭିପ୍ସା ବହୁତ ବେଶୀ ସତତା ଏବଂ ସେମାନେ ସଦିଚ୍ଛାରେ ପରିପୂର୍ଣ୍ଣ, ସେମାନେ କଣ କରନ୍ତି, ତାଙ୍କ ଜୀବନରେ ଯାହା ବି ଘଟେ ତାକୁ ସେମାନେ ଅଗ୍ରଗତି ପାଇଁ ବା ପ୍ରଗତି ପାଇଁ ଗ୍ରହଣ କରିନିଅନ୍ତି ଏବଂ ପରୀକ୍ଷା ପରି ଗ୍ରହଣ କରନ୍ତି, ଏବଂ ତେଣୁ ସେମାନଙ୍କର ଅଗ୍ରଗତି ତୀବ୍ର ହୁଏ। ମାନି ରଖୁଛନ୍ତି, ଏପରି ଲୋକଙ୍କ ସହିତ ମୋର ପରିଚୟ ଥିଲା
जो माने कि असुस्थ होई पड़िथिबा समय ताहाकु ही सेमानंकर प्रगति मार्ग रे भागवत परम करुणा प्रकृति रे साहाय्य करुथबार एक प्रमाण रूपे ग्रहण करुथिले। सेमाने निजकु जाई कहउथिले एइटी बेस एक शुभ संकेत। वर्तमान मते मो असुस्थतार कारणटी को बाहर करबाकू हेबो एवं आवश्यक अग्रगति को मध्य संभव करबाकू हेबो। बढ़िया एग्जांपल टे देले जे मोर रुचि बा आसक्ति जोगु मो जाइकी जो बाहर खाद्यटी खाइली एवं ता फल असुस्थ हेली सेटा को आमे जदि भाबिबा जे मते परीक्षा करिया पे असुस्थता दिया जायछि ता नुहे ता होछि मोर प्राण उपरे मोर निजर नियंत्रण अभावरु मु से जो खाद्य ग्रहण कली ता जोगु मु असुस्थ रे पड़ी गोटे उदाहरण से देले। तेणु वर्तमान मोर दायित्व होछि मु से कारणटी को खोजी बाहर कली कोन ना मोर आसक्ति मोर प्राण उपरे संयमतार अभाव एवं ये सब कारण गुडी को निजे खोजी ताकू व्यवहार करी ताकू धरिबी ताकू आनी ताकू व्यवहार करी मोर अग्रगति पथरे जेहेतु अंतराय हेछि ताकू कोन करिवि ताकू नेकिर मांग पाखरे थोइबी रूपांतर पय प्रस्तुत करिबा पय मांग पाखरे बा चैत्य अग्नि पाखरे नेकी ता आगरे थोइबी ता सम्मुखरे थोइबी ता द्वारा से रूपांतरित हेबो एवं मोर सेही जो दुर्बलता से प्रवृत्ति उपरे जेमती नियंत्रण हासिल हबो विजय हासिल हबो सेति प्रार्थना करी अभिप्सा करी। माँ कहते एमती मु अनेक लोक जानी से अग्रसर हेबारे निजर जो आध्यात्मिक जीवन पथर जो पावच्छरे ताकू से एक स्टेप भावे पाहाच रूपे व्यवहार करी तारी ऊपर पाद रखी से माने ऊर्ध्वरु ऊर्ध्वकू आहरी आरोहण करी चलती। किंतु अन्य पक्षरे आहरी अन्य माने मध्य रहिसेंती जो माने कि विषयटी को प्रकृत कार्य न लगाई मोह माड़ी एका बेले के लम होई तळे पड़ी रही थांती। यह द्वारा सेमानंतर आहरी अनेक क्षति हुए। आमे आलोचना करथिले चिरंतन बहिरे जे केजन लोक थांती भाग्यर दोष दियंती भगवान दोष दियंती परिस्थितिर दोष दियंती सेमानक क्षेत्र रे कोन हुए सेमानक अनेक क्षति हुए एवं सेमाने मुह माड़ी लम होई तळे पड़ी रहिता। मात्र असुस्थ होई पड़िथिबा समस्त मात्र असुस्थ होई पड़िथिबा समस्ते जेतेबेले इन्वर्टेड कमा भितर अच्छी वर्तमान किछि ना किछि अवश्य बिगड़ी जाइछि सेही पदार्थटी प्रकृत रे कौन अनुसंधान करी बाहर करिया को पड़िबो बोली कहि पारंती तमाने से निज भितर निजे कहिबे जे निश्चय किछि ना किछि गोटे असंतुलन रहिछि मो भितर किछि एक समस्या रहि जाइछि किछि ना किछि बिगड़ी जाइछि ताकू वर्तमान खोजी की बाहर करिया को पड़िबो। जदि एई कथाटी जणे कहि पारंती काक कहिबे अन्य का कहवा कथा कह बाहर कहवाटा न बाहर कहवाटा हूँ देखे ही कहवा बाहर कहवा दरकार नहीं निजको निज कहवा निजको से खोजार एक अनिसंदिष्ट भाव नहीं खोजार पथरे आगे नवा जदि से कही पारती सेतिकी बेले जाई ए क्षेत्र रे समुचित दृष्टिकोणटीर निदर्शन प्राप्त होता है। तुम्हें केतेबेले भाबिबो नाही जे भगवान जानी शुणी तुम लगी एक असुस्थता पठाई मालुक तुम्हें केतले भावियो नहीं जे भगवान जानी शुणी तुम लगी एक असुस्थता पठाई कारण ता होइतिले से प्रकृति एक बड़ अकामी दिव्य सत्ता होई रही थांते। मां परीक्षा जो बेले आसनाई हाँ माने एटा आमे आमे साधारणतः भाबु कोन जे के भाबंती जे हमको आमे प्रस्तुत अच्छु ना नहीं जोग पथरे मां को पाखरे आमे समर्पित हो रही कि नहीं तेणु से भगवान परीक्षा करती आमको असुस्थता आनी देइचंती भगवान मते परीक्षा करचंती मु ता निष्ठा पर कि नुह
ମୁଁ ମାଙ୍କ ପାଖରେ ସମର୍ପଣ କରୁଛି କି ନାହିଁ, ଏଇ ଯୋଉ ଭାବନାଟା ଆମ ଭିତରେ ଆସେ, ସେଥିପାଇଁ ପ୍ରଶ୍ନ କରାହେଇଥିଲା। ମା କହିଲେ ଭଗବାନ ପରୀକ୍ଷା କରନ୍ତିନି, ଏଭଳି ଭାବିବା କହୁଛନ୍ତି। କଣ କହିଲେ? କେବେ ବି ଭାବିବ ନାହିଁ, କେତେବେଳେ ଭାବିବ ନାହିଁ ଯେ ଭଗବାନ ତୁମ ଲାଗି ଅସୁସ୍ଥତା ପଠେଇଛନ୍ତି ତମକୁ ପରୀକ୍ଷା କରିବା ପାଇଁ। ତେଣୁ ସେତିକି ବେଳେ ସଦିଚ୍ଛା ରଖି ଖୋଜିବାକୁ ପଡିବ ତାର କାରଣ କଣ ଅଛି, ଏବଂ ସେ କାରଣଟିକୁ ନେଇ ମାଙ୍କ ପାଖରେ ସମର୍ପଣ କରି ତା ଉପରେ ବିଜୟ ହାସଲ କରିବା ପାଇଁ ସଂକଳ୍ପ କରିବାକୁ ପଡିବ। ଏବଂ ଆମ ଦ୍ୱାରା ଯାହା ହେଇପାରିବ ପ୍ରତ୍ୟାଖ୍ୟାନ ସହିତ ସମର୍ପଣ କରିବାରୁ ଆମେ ଯେପରି ପଛକୁ ନ ହଟିବା, ତାକୁ ବ୍ୟବହାର କରିବା ଆମର ପ୍ରଗତିର ପାବଚ୍ଛର ମା। ଭଗବାନ ତୁମକୁ ଡାକି ଲାଭ କଣ? କିଛି ଲାଭ କରିବା ଉଦ୍ଦେଶ୍ୟରେ ନୁହେଁ, କିନ୍ତୁ ନିଜକୁ ଦେଇଦେବା ହିଁ ଭଲ ପାଇବା। ଶ୍ରୀମା। କେତେ ଡାକିଲି, କେତେ ବିକଳ ପ୍ରାଣରେ ଆତୁର ହୋଇ ପ୍ରାର୍ଥନା କଲି, କିନ୍ତୁ କଣ ତୁମେ କଲ ଭଗବାନ? ମୋର ସବୁ ଆଶା ବ୍ୟର୍ଥ କରିଦେଲ। ଟିକିଏ ବି ତୁମର ଦୟା ହେଲା ନାହିଁ। ହଉ, ନହେଲା ନାହିଁ, ଆଉ ତୁମକୁ ଡାକି ଲାଭ କଣ? ତୁମଠାରେ ମୋର ଆଉ କିଛି କାମ ନାହିଁ। ଭଗବାନଙ୍କ ପାଖରେ କାମ ନାହିଁ ତ ଆଉ କାହା ପାଖରେ କାମ ଅଛି? ଅସୁର ପାଖରେ? ଦୁଇଟି ଶକ୍ତି, ଦୁଇଟି ବାଟ ଏଇ ସଂସାରରେ ପାଖାପାଖି ରହିଛନ୍ତି। ଗୋଟିଏ ଭଗବାନଙ୍କ ଶକ୍ତି, ଅନ୍ୟଟି ତାର ଠିକ ବିପରୀତ ଅସୁରର ଶକ୍ତି। ଗୋଟିଏ ପଥ ଯାଇଛି ଜ୍ଞାନ ଶକ୍ତି, ସୌନ୍ଦର୍ଯ୍ୟ, ଆନନ୍ଦର ଦିଗରେ। ଅନ୍ୟଟି ଯାଇଛି ଅଜ୍ଞାନ, ମୃତ୍ୟୁ, ଅନ୍ଧକାର ଓ ଦୁଃଖ ଯନ୍ତ୍ରଣାର ଦିଗରେ। ଭଗବାନଙ୍କ ଆଡୁ ମୁଖ ଫେରାଇବାର ଅର୍ଥ ସ୍ୱାଭାବିକ ଭାବେ ଅନ୍ୟ ଶକ୍ତିଟିର କବଳରେ ପଡିବା। ଭଗବାନଙ୍କର ଟିକିଏ ସାନ୍ନିଧ୍ୟ, ଟିକିଏ କରୁଣା ଲାଭ କରିବାକୁ ଯେତେ ସାଧନା ଆବଶ୍ୟକ ହୁଏ, ଏହି ଶକ୍ତିଟି ଲାଗି କିଛି କରିବା ଆବଶ୍ୟକ ହୁଏ ନାହିଁ। ଏହାର କରୁଣା ଆପେ ଆପେ ବରସିଯାଏ। ଜନ୍ମ ଆରମ୍ଭରୁ ଅଯାଚିତ କୃପା କରି ସେ ଆମକୁ ଗ୍ରାସ କରି ରହିଥାଏ। ଭଗବାନଙ୍କ ଆଡକୁ ଟିକିଏ ଯିବାର ଦେଖିଲେ ତାର ସମସ୍ତ ଶକ୍ତି ନେଇ ବାଧା ଦିଏ, ନଚେତ୍ ତାର ଅନ୍ଧକାର ରାଜତ୍ୱ ଯେ ଲୋପ ପାଇଯିବ। ଯିଏ ଭଗବାନଙ୍କ ଆଡକୁ ଥରେ ଯାଇ ପୁଣି ମୁଖ ଫେରାଇ ଆଣେ, ତା କଥା ଛାଡ଼, ତାକୁ ତ ସେ ପରମ ପ୍ରିୟ ବସ୍ତୁ ଭଳି କୋଳକୁ ଟାଣିନିଏ। ପ୍ରତିଦାନରେ ଦିଏ କଣ? ହୀନ କାମନା, ବାସନାର ତୃପ୍ତି ଓ ତଜ୍ଜନିତ ହତାଶା, ଅଜ୍ଞାନତା, ଦୁଃଖ ଯନ୍ତ୍ରଣା, ରୋଗ ବ୍ୟାଧି ଓ ଶେଷରେ ମୃତ୍ୟୁ। କିନ୍ତୁ ତଥାପି ବ୍ୟକ୍ତିକୁ ସେଇ ଜୀବନ ଭଲ ଲାଗେ। ସେଇ ଗତାନୁଗତିକ ଧାରାରୁ ବାହାରି ଆସି ଗୋଟିଏ ଜ୍ୟୋତିର୍ମୟ ଶକ୍ତିର ଆଶ୍ରୟ ନେବା ଲାଗି ଯେତିକି ଉଦ୍ୟମ ଓ ସଂଗ୍ରାମ ଦରକାର, ସେତିକ କରିବା ଲାଗି ସେ କୁଣ୍ଠାବୋଧ କରେ କିମ୍ବା ଭୟ କରେ। ଜନ୍ମ ଜନ୍ମାନ୍ତର ଧରି ସେଇଥିରେ ସଢୁଥାଏ, କିନ୍ତୁ ଗୋଟିଏ ଜନ୍ମରେ ସାମାନ୍ୟ କଷ୍ଟ ସ୍ୱୀକାର କରି ସେଥିରୁ ବାହାରି ଆସିବାର ସାହସ କରେ ନାହିଁ। ସେ ଯାହା ହେଉ, ଭଗବାନଙ୍କ ଉପରେ ଆମେ ଆମର ଅଜ୍ଞାନତା ଯୋଗୁଁ ଯେତେ ଦୋଷ ଦେଲେ, ଯେତେ ଅଭିମାନ କଲେ ବି ସେ ଆମ ଉପରେ ଟିକିଏ ଅଭିମାନ କରନ୍ତି ନାହିଁ କିମ୍ବା ରାଗନ୍ତି ନାହିଁ। ପରମ ପ୍ରେମ ଓ ଧୈର୍ଯ୍ୟର ସହ ସେ ଅପେକ୍ଷା କରନ୍ତି, ପୁଣି କେବେ ଆମେ ନିଜ ଭୁଲ ବୁଝି ତାଙ୍କରି କୋଳରେ ଆଶ୍ରୟ ନେଉଛୁ। ଯାହାଙ୍କ ପାଖରୁ ଆମେ ଆସିଛେ, ଯିଏ ଆମ ଅନ୍ତରର ଗଭୀରତମ ପ୍ରଦେଶରେ ରହିଛନ୍ତି, ଏ ମନ ପ୍ରାଣର ଅଭିମାନ କଣ ତାଙ୍କ ପାଖରୁ ଆମକୁ ଚିରଦିନ ଲାଗି ବିଚ୍ଛିନ୍ନ କରିପାରିବ? ନଦୀର ଗତିପଥରେ ବିଭିନ୍ନ ପ୍ରତିବନ୍ଧକ ଦେଖା ଦେଇପାରେ, ତାକୁ ବିଭ୍ରାନ୍ତ କରି ଏଣେ ତେଣେ ନେଇ ଯାଇପାରେ, କିନ୍ତୁ ସମୁଦ୍ର ଅଭିମୁଖରେ ତାର ଯାତ୍ରାକୁ କେହି ଚିରକାଳ ଅଟକାଇ ପାରିବ ନାହିଁ। ସେ ତ ତାର ସ୍ୱାଭାବିକ ଧର୍ମ। ଆମର ମନ ପ୍ରାଣ ନିଜର ଅଜ୍ଞାନତା ଯୋଗୁଁ ନିଜ ପାଇଁ କଣ ଭଲ କଣ ମନ୍ଦ ତାହା ଜାଣିନଥାଏ। ଯେଉଁଥିରେ ଆମ ଆତ୍ମାର କଲ୍ୟାଣ ହୁଏ, ତାହା ବାହାରକୁ ଯେତେ କ୍ଷତିକାରକ ଜଣା ପଡୁଥାଉ ପଛେ ଭଗବାନ ଆମ ଲାଗି ସେଇଆ କରନ୍ତି, ଯଦି ଆମେ ତାଙ୍କୁ ସରଳ ଶିଶୁ ଭଳି ଯଥାର୍ଥ ଆନ୍ତରିକତାର ସହ ନିଜର ପ୍ରାର୍ଥନା ଜଣାଇ ଦେଇଥାଉ। ଥରେ ଯଦି ଆମେ ତାଙ୍କୁ ଆମର ପ୍ରାର୍ଥନା ଜଣାଇ ଦେଇଛୁ, ଆମ କର୍ତ୍ତବ୍ୟକୁ ତାଙ୍କରି ସେବା ଭାବି ପରମ ନିଷ୍ଠାର ସହ କରୁଛୁ, ତେବେ ଯାହା ଘଟୁନା କାହିଁକି ନିଶ୍ଚିନ୍ତ ହୋଇ ରହିବା ଦରକାର। ବାହାରୁ ବିଚାର କରି ଆମେ ଆମର ଭଲ ମନ୍ଦ ଜାଣିପାରିବା ନାହିଁ। ଭଗବାନ ଯାହାକୁ ଆମେ ମନ୍ଦ ବୋଲି କହି ଦୋଷ ଦେଉଛୁ, କିଛି ଦିନ ପରେ ତାହା ହିଁ ଆମ ପାଇଁ ଯଥାର୍ଥ କଲ୍ୟାଣକର ଥିଲା ବୋଲି ବୁଝିପାରିବୁ। ନିକଟରେ ଜଣେ ପିଲା ମାଙ୍କୁ ପ୍ରାର୍ଥନା କରୁଥିଲେ, ଓଡ଼ିଶାର ଏକ ବିଶିଷ୍ଟ ସହରରେ ଅବସ୍ଥିତ ଏକ ସୁପ୍ରସିଦ୍ଧ କଲେଜରେ ସିଟି
ସିଟ୍ ପାଇବା ଲାଗି। ତାଙ୍କ ଘର ଅନ୍ୟ ଏକ ଜିଲ୍ଲାରେ। ସେ ଆଶୀର୍ବାଦ ପୁଷ୍ପ ପାଇଲେ, ମାତ୍ର ସିଟ୍ ପାଇଲେ ନାହିଁ। ମାଙ୍କ ଉପରେ ବହୁତ ଅଭିମାନ କଲେ। ତାଙ୍କର ଆଶୀର୍ବାଦ ଉପରେ ସନ୍ଦେହ ଆସିଲା। ନାମ ଲେଖା ଦିନ ସେ କଣ ହୋଇଛି ବୁଝିବା ଲାଗି କଲେଜ ଆଡ଼େ ଆସିଲେ। ସେ ଦେଖିଲେ ତାଙ୍କ ନାମ ୱାରେନ୍ ଲିଷ୍ଟରେ ଅଛି। ଆହୁରି ଦେଖିଲେ ସେ ଯେଉଁ ଜିଲ୍ଲାର ପିଲା, ସେ ଜିଲ୍ଲାର ଯଦି କେହି ପିଲା ନାମ ଲେଖାଇଥାନ୍ତି, ତେବେ ସେମାନଙ୍କୁ ଖୁନ୍ କରିବା ପାଇଁ ସ୍ଥାନୀୟ କେତେକ ପିଲା ଖୋଜୁଥାନ୍ତି। କି ସଂକୀର୍ଣ୍ଣ ଘୃଣ୍ୟ ନୀଚ ମନୋଭାବ! ତେବେ ସେ ସମ୍ବନ୍ଧେ ଏଠି ଆମେ ଆଲୋଚନା କରୁନି। ଭୟରେ ସେ ପିଲା ଫେରି ଆସିଲେ। ମାଙ୍କ ପ୍ରତି କୃତଜ୍ଞତାରେ ମଥା ନଇଁ ପଡ଼ିଲା। ମନେ ମନେ କହିଲେ, ମା, ତୁମେ ମୋ ପାଇଁ ଯାହା କରିଛ ଭଲ କରିଛ। ଏ ସମୟରେ ମୋ ନାମ ଲେଖା ହୋଇଥିଲେ ସେଠିକା ପଶୁ ପ୍ରକୃତିର ପିଲାମାନଙ୍କ ଦ୍ୱାରା ମୋର ଅବସ୍ଥା କଣ ହୋଇଥାନ୍ତା କିଏ ଜାଣେ? କିଛି ଦିନ ପରେ ପୁଣି ତାଙ୍କୁ ନାମ ଲେଖାଇବା ପାଇଁ ସେହି କଲେଜରୁ ଡକରା ଆସିଲା। ମାଙ୍କୁ ଜଣାଇ ସେ ନାମ ଲେଖାଇବାକୁ ଯାଇଥିଲେ। ତେଣୁ ଥରେ ଯଦି ଆମେ ଅନ୍ତରର ସହ ଭଗବାନଙ୍କୁ ଆମ ପ୍ରାର୍ଥନା ଜଣାଇ ଦେଇଛେ, ତେବେ ଆମ ପାଇଁ ଯାହା ଭଲ ତାହା ସେ ନିଶ୍ଚୟ କରିବେ। ଫଳାଫଳ ଯଦି ଆମ ଭାବିବା ଅନୁଯାୟୀ ହେଲା, ତେବେ ସାଧାରଣତଃ ଆମେ ଖୁସି ହୋଇଥାଉ। କିନ୍ତୁ ଭାବିବା ଅନୁଯାୟୀ ନହେଲେ ଯେଉଁମାନେ ସର୍ତ୍ତ ରଖି ଭଗବାନଙ୍କୁ ଭଲ ପାଆନ୍ତି, ସେମାନେ ଦୂରେଇ ଯାଆନ୍ତି। ଯେଉଁମାନେ ଅଳ୍ପ ନିଷ୍ଠା ପରେ ସେମାନେ ମନ ଦୁଃଖ କରନ୍ତି, କିନ୍ତୁ ଦୂରେଇ ଯାଇ ପାରନ୍ତି ନାହିଁ। କିନ୍ତୁ ଯେଉଁମାନେ ଟିକିଏ ବେଶୀ ନିଷ୍ଠା ପରେ ସେମାନଙ୍କୁ ଆଦୌ ଦୁଃଖ ସ୍ପର୍ଶ କରେ ନାହିଁ। କାରଣ ବ୍ୟବସାୟୀର ମନୋବୃତ୍ତି ନେଇ ଭଗବାନଙ୍କ ଠାରୁ କିଛି ପାଇବା ଆଶାରେ ସେମାନେ ତାଙ୍କୁ ଭଲ ପାଉନଥାନ୍ତି। ସେମାନେ ଭଗବାନଙ୍କୁ ଭଲ ପାଇବାର ଆନନ୍ଦ ଲାଗି ଭଲ ପାଉଥାନ୍ତି। ପୃଥିବୀ ପୃଷ୍ଠରେ ଭଗବାନଙ୍କ ଇଚ୍ଛା ପୂରଣ ଲାଗି ତାଙ୍କୁ ଭଲ ପାଇଥାନ୍ତି, ନିଜର ଇଚ୍ଛା ପୂରଣ ଲାଗି ନୁହେଁ। ଯଦି ମନରେ ଦୁଃଖ ଆସେ, ସେମାନେ ବୁଝିପାରନ୍ତି ଏ ଦୁଃଖ ସେମାନଙ୍କର ନୁହେଁ। ସ୍ୱାର୍ଥପର ସଂସାରର ବାତାବରଣ ମଧ୍ୟରେ ଦୁଃଖ ସେମାନଙ୍କ ମଧ୍ୟକୁ ପ୍ରବେଶ କରୁଛି। ସଙ୍ଗେ ସଙ୍ଗେ ସେମାନେ ତାକୁ ପ୍ରତ୍ୟାଖ୍ୟାନ କରନ୍ତି। ଥରେ ଜଣେ ଅଧ୍ୟାତ୍ମ ଗୁରୁଙ୍କର 5 ଜଣ ଶିଷ୍ୟ ଥିଲେ। ଶିଷ୍ୟମାନେ ସମସ୍ତେ ସ୍କୁଲ କଲେଜରେ ପଢୁଥିଲେ। ଥରେ ଗୁରୁ ଶିଷ୍ୟମାନଙ୍କୁ ଡାକି କହିଲେ, ତୁମ୍ଭେମାନେ ସବୁ ତୁମ ସ୍କୁଲ କଲେଜରେ ପଢାପଢି କର। ଏତେ କଷ୍ଟ କରି ଏ ଯୋଗ ସାଧନା କାହିଁକି କରିବ? ପଢା ପରେ ଚାକିରି ବାକିରି କରି ଘର ସଂସାର କରି ସୁଖରେ ରହିବ। ଏ କଷ୍ଟକର ମାର୍ଗରେ ଯାଇ ଲାଭ କଣ? ମୋର ବି ଏ ସ୍ଥାନରେ ରହିବାର ଆବଶ୍ୟକତା ନାହିଁ। ମୋତେ ଆଜିଠାରୁ ବିଦାୟ ଦିଅ। ଏକଥାରେ ଶିଷ୍ୟମାନେ ସବୁ ଭାଙ୍ଗି ପଡ଼ିଲେ। ଦୁଃଖ ପ୍ରକାଶ କରି କହିଲେ, ପାଠ ପଢିଲେ ବି ଆମ ଜୀବନର ଏକମାତ୍ର ଲକ୍ଷ୍ୟ ଭଗବାନଙ୍କୁ ପାଇବା। ତାଙ୍କରି ପାଇଁ ନିଜକୁ ଉପଯୁକ୍ତ କରି ଗଢିବା ନିମନ୍ତେ ଆମେ ପାଠ ପଢୁଛୁ ଓ ଆମର ସମସ୍ତ କର୍ମ କରୁଛୁ। ଯାହା ବି କଲେ ଆମର ଲକ୍ଷ୍ୟ ସେଇ ଗୋଟିଏ। ଆମର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଆପଣଙ୍କୁ ହିଁ ଏକମାତ୍ର ସହାୟ ରୂପେ ଧରି ନେଇଛୁ। ଆପଣଙ୍କ ବିନା ଭଗବାନଙ୍କୁ ପାଇବା ଆମ ପକ୍ଷରେ କେବେ ବି ସମ୍ଭବ ନୁହେଁ। ଯାହା କିଛି ଆମକୁ କହିବେ ତାହା କରିବାକୁ ଆମେ ପ୍ରସ୍ତୁତ ଅଛୁ, କିନ୍ତୁ ଆମକୁ ଛାଡି ଯାଆନ୍ତୁ ନାହିଁ। ଚିରଦିନ ଆମକୁ ଶିଷ୍ୟ ରୂପେ ଗ୍ରହଣ କରନ୍ତୁ। ଗୁରୁ ଟିକିଏ ନୀରବ ରହିଲେ, ତାପରେ କହିଲେ, ତୁମ୍ଭେମାନେ କଣ ପ୍ରକୃତରେ ଭଗବାନଙ୍କୁ ଚାହଁ? ତାଙ୍କରି ଲାଗି ସାଧନା କରିବାକୁ ଚାହଁ? ସମସ୍ତେ ଏକ ସ୍ୱରରେ କହି ଉଠିଲେ, ହଁ। ଗୁରୁ କହିଲେ, ତେବେ ମୁଁ ତୁମମାନଙ୍କୁ ଯାହା କହିବି ତାହା ତୁମେମାନେ କରିପାରିବ? ସମସ୍ତେ କାଳ ବିଳମ୍ବ ନ କରି କହି ଉଠିଲେ, ହଁ, କରିଦେବୁ। ଗୁରୁ ପ୍ରଥମ ଶିଷ୍ୟକୁ ଡାକି କହିଲେ, ତୁମକୁ ଏଥର ତୁମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିବାକୁ ହେବ। ଶିଷ୍ୟଟି ଅନୁନୟ କରି କହିଲା, ତାହା କିପରି ହେବ ଆଜ୍ଞା? ମୁଁ ତ ଆଦୌ ପାସ୍ କରିବା ଭଳି ଅବସ୍ଥାରେ ନାହିଁ। ଆଉ ଏ ଗୋଟିଏ ବର୍ଷ ପାଠ ପଢି ପ୍ରଥମ ଶ୍ରେଣୀ କିପରି ଲାଭ କରିବି? ମୋତେ ଆଉ କିଛି କୁହନ୍ତୁ, ମୁଁ ତାହା ଆନନ୍ଦରେ କରିବି। ଗୁରୁ କହିଲେ, ନା, ଆଉ କିଛି ତୁମର କରିବାର ନାହିଁ। ଇଚ୍ଛା କଲେ ତୁମେ ବର୍ତ୍ତମାନ ଯାଇପାର। ତାପରେ ସେ ଦ୍ୱିତୀୟ ଶିଷ୍ୟକୁ ଡାକି କହିଲେ, ତୁମକୁ ଏଥର ପରୀକ୍ଷାରେ ଫେଲ୍ ହେବାକୁ ହେବ। ଶିଷ୍ୟଟି ବିବ୍ରତ ହୋଇ ପଡ଼ିଲା। କଣ କହିବ କିଛି ଭାବି ପାରିଲା ନାହିଁ। ଶେଷରେ କହିଲା, ଗୁରୁଦେବ, ମୁଁ ସବୁ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍ କରିଛି। ରାଜ୍ୟ ସାରା ସମସ୍ତେ ମୋ ନାମ ଜାଣନ୍ତି। ମୁଁ ଯଦି ଜାଣି ଶୁଣି ଏଥର ଫେଲ୍ ହୁଏ, ଘରେ ବାହାରେ ଲୋକମାନେ ମୋତେ କଣ କହିବେ? ଫେଲ୍ ହେବା କଥା ଛାଡି ମୋତେ ଆଉ ଯାହା କହିବ ମୁଁ ତାହା କରିବି। ଗୁରୁ କହିଲେ, ଏଥର ତୁମେ ଯାଇପାର। ତୃତୀୟ ଶିଶୁକୁ ଡାକି ଗୁରୁ କହିଲେ, ତୁମକୁ ଆଜିଠାରୁ ରାତି 3ଟାରୁ ଉଠି ସମସ୍ତ କାମ ସାରି ସକାଳ ପର୍ଯ୍ୟନ୍ତ ପଢିବାକୁ ହେବ। ଶିଷ୍ୟ ବିଚାରା ମୁଣ୍ଡରେ ହାତ ବୁଲାଇ ବୁଲାଇ କହିଲା, ଯେଉଁ କଥାକୁ ମୋ ଭଳିଆ ପିଲା ପାରିବ ନାହିଁ, ଆପଣ ଖାଲି ସେଇଭଳି କଥା କହିବେ।
ସକାଳେ 6ଟା ପର୍ଯ୍ୟନ୍ତ ତ ମୋର ନିଦ ଭାଙ୍ଗେ ନାହିଁ। ନିଦ ଭାଙ୍ଗିଲେ ବି ମୁଁ ପୁଣି ଆଉ ଘଣ୍ଟାଏ ଖଣ୍ଡେ ନ ଶୋଇଲେ ଦେହରୁ ଅଳସ ଛାଡେ ନାହିଁ। ଆପଣ କହୁଛନ୍ତି ସବୁଦିନ 3ଟା ବେଳେ ଉଠିବାକୁ। ମୁଁ କଣ ବେମାର ହେବି ନା କଣ? ଯେଉଁଭଳି କାମ ମୁଁ କରିପାରିବି ସେଇଭଳି କଥା ସିନା ମତେ କହିବେ। ଗୁରୁ କହିଲେ, ତେବେ ତୁମେ ଶୀଘ୍ର ଯା, ଶୋଇବା ସମୟ ବିଳମ୍ବ ହୋଇଯାଇପାରେ। ତାପରେ ସେ ଚତୁର୍ଥ ଶିଷ୍ୟକୁ ଡାକି କହିଲେ, ମୁଁ ଯାହା କହିବି ତାହା ତୁମେ କରିପାରିବ? ଶିଷ୍ୟଟି କହିଲା, ପଚାରିବା ପୂର୍ବରୁ ପରୀକ୍ଷା କରିନିଅନ୍ତୁ। ଗୁରୁ କହିଲେ, ଆଚ୍ଛା, ତୁମେ କୋଠା ଛାତ ଉପରକୁ ଯାଇ ତଳକୁ ଡେଇଁ ପଡ। ଶିଷ୍ୟଟି ଟିକେ ଇତସ୍ତତ ହୋଇ ପଡିଲା। କଣ ଭାବି କହିଲା, ଗୁରୁଦେବ, ମୁଁ ଡେଇଁ ପଡିବି ସତ, କିନ୍ତୁ ମୁଁ ଜାଣେ ଆପଣଙ୍କ ଶକ୍ତି ମୋତେ ରକ୍ଷା କରିବ। ମୁଁ ତଳେ ପଡିଲେ ବି ମୋର କିଛି ହେବ ନାହିଁ। ଗୁରୁ କହିଲେ, ଓ ନିଜେ ସୁରକ୍ଷିତ ହେବାର ଆଶା ଓ ସର୍ତ୍ତ ରଖି ତୁମେ ଗୁରୁ ଆଜ୍ଞା ପାଳନ କରିବାକୁ ଚାହଁ? ଶେଷରେ ପଞ୍ଚମ ଶିଷ୍ୟଟିକୁ ସେ ଡାକିଲେ। ନିକଟରେ ପହଞ୍ଚିବା କ୍ଷଣି ଗୁରୁ ତାଙ୍କୁ କହିଲେ, ଆଜିଠାରୁ ମୁଁ ତୁମ ମୁଖ ଦର୍ଶନ କରିବାକୁ ଚାହେଁ ନାହିଁ। ତେଣୁ ବର୍ତ୍ତମାନ ଶୀଘ୍ର ମୋ ସମ୍ମୁଖରୁ ପଳାଇ ଯାଅ। ଆଉ କେବେ ବି ମୋତେ ଦେଖା କରିବ ନାହିଁ। ଶିଷ୍ୟଟି ନୀରବରେ ଗୁରୁଙ୍କ ପାଦ ତଳେ ବିନମ୍ର ପ୍ରଣତି ଜଣାଇ କହିଲା, ପ୍ରଭୁ, ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେଉ। ଆପଣଙ୍କ ଲାଗି, କେବଳ ଆପଣଙ୍କ ସହ ଏକ ହେବା ଲାଗି ଓ ଆପଣଙ୍କ ସଂକଳ୍ପ ପୂରଣ ଲାଗି ମୋର ଏ ସମସ୍ତ ସାଧନା। ଆପଣଙ୍କ ଆପଣଙ୍କ ଆନନ୍ଦରେ ମୋର ଆନନ୍ଦ। ଆପଣଙ୍କ ଇଚ୍ଛାର ଅନୁରୂପ ହେବା ଲାଗି ଘୋର ନର୍କ ମଧ୍ୟରେ ପଶି ଜୀବନକୁ ତିଳ ତିଳ କରି ଦଗ୍ଧ କରି ଯଦି ମୃତ୍ୟୁବରଣ କରିବାକୁ ହୁଏ, ତେବେ ସେଇ ହିଁ ମୋର ମଣିଷ ଜନ୍ମ ଗ୍ରହଣ କରିବାର ଚରମ ସାର୍ଥକତା। ଆଜିଠାରୁ ଚିରଦିନ ଲାଗି ଆପଣଙ୍କ ନିକଟକୁ ଆସି ମୁଖ ନ ଦେଖାଇବା ଲାଗି ଯଦି ଆପଣଙ୍କ ଆଦେଶ, ତେବେ ସେ ହିଁ ମୋ ପାଇଁ ପରମ ଆଶୀର୍ବାଦ। ଆପଣ ମୋତେ ଯାହା ହେବାକୁ ଚାହାନ୍ତି, ମୁଁ ସେଇଆ ହିଁ ହୋଇଉଠେ। ଏଇ ମୁହୂର୍ତ୍ତରୁ ମୁଁ ସବୁଦିନ ଲାଗି ଆପଣଙ୍କ ସମ୍ମୁଖରୁ ବିଦାୟ ନେଉଛି। ଏତିକି କହି ଶିଷ୍ୟଟି ଗୁରୁଙ୍କ ପାଦ ପ୍ରଣାମ କରି ମୁହଁ ବୁଲାଇ ଗୋଟିଏ ପାଦ ଯାଇଛି କି ନାହିଁ ତା କାନ୍ଧ ଉପରେ ଅନୁଭବ କଲା କାହାର କୋମଳ ପ୍ରେମପୂର୍ଣ୍ଣ ହାତର ଶାନ୍ତ ଶୀତଳ ସ୍ପର୍ଶ। ଫେରି ପଡ଼ି ପଛକୁ ଚାହିଁଲା, ଦେଖିଲା ସକରୁଣ ଦୃଷ୍ଟିରେ ଗୁରୁ ତାହାକୁ ଚାହିଁ ରହିଛନ୍ତି। ଦୁଇ ହାତରେ ଗୁରୁ ତାକୁ ସମ୍ପୂର୍ଣ୍ଣ ରୂପେ କୋଳକୁ ଟାଣି ନେଇ କହିଲେ, ମୁଁ ତ ଏକାନ୍ତ ଭାବେ ତୋରି। ତୋତେ ଗୋଟିଏ ମୁହୂର୍ତ୍ତ ଲାଗି ବି ମୁଁ ଆଉ ଛାଡ଼ିବି ନାହିଁ। ତୁ ଯେଉଁଠାରେ ଥାଅ ପଛେ, ତୋର ସକଳ ସୁଖ ଦୁଃଖ ଭିତରେ ମୁଁ ସବୁବେଳେ ତୋ ସହ ରହିଛି। ଆନନ୍ଦ ପୁଲକିତ ଶିଷ୍ୟଟିର ଚକ୍ଷୁ ଦୁଇଟି କୃତଜ୍ଞତାରେ ଛଳ ଛଳ ହୋଇ ଉଠିଲା। ପୁଣି ଥରେ ଗୁରୁଙ୍କର ଚରଣ ଧୂଳି ଆଣି ମୁଣ୍ଡରେ ମାରିଲା। ଅନ୍ତର ତାର ସ୍ୱତଃସ୍ଫୂର୍ତ୍ତ ଭାବେ କହି ଉଠିଲା, ମୁଁ ବି ଆପଣଙ୍କୁ ମୁହୂର୍ତ୍ତେ ଛାଡ଼ି ବଞ୍ଚି ପାରିବି ନାହିଁ। ମା ବହୁତ ସୁନ୍ଦର ଭାବରେ ବାପା କାହାଣୀଟି ବର୍ଣ୍ଣନା କଲେ ଆମ ପାଖରେ। ଆମେ ତାଙ୍କ ପାଖରେ କୃତଜ୍ଞ। ଆଜିର ପ୍ରଶ୍ନ ଉତ୍ତର ସେସନରେ ଯୋଉମାନେ ବି ଉପସ୍ଥିତ ଥିଲେ ସମସ୍ତଙ୍କୁ ଧନ୍ୟବାଦ। ଆମେ ମାଙ୍କୁ ପ୍ରଣାମ କରି ମାଙ୍କ ପାଖରେ ସମର୍ପଣ କରି ଏଠି ସାରିବା। ମା, ଥ୍ୟାଙ୍କ ୟୁ।